ନା ଭକ୍ତି ଭକ୍ତି କେମିତି ଆସିବ ମନ ଭିତରେ? ଦିନେ ପଚାରିଲେ, ଦିନେ ମହାପ୍ରଭୁ ସୂର୍ଯ୍ୟ ଦେବତାଙ୍କୁ ପଚାରିଲେ, ହେ ସୂର୍ଯ୍ୟ ଦେବତା, ତମେ କେବେ ଅନ୍ଧାର ଦେଖିଛ? ସୂର୍ଯ୍ୟ ଦେବତା ହସି ହସି କହିଲେ, ନା, ମୋ ଜୀବନ କାଳ ଭିତରେ ମୁଁ କେବେ ଅନ୍ଧାର ଦେଖି ନାହିଁ। ଏ କଥା କହିବାର ମହାପ୍ରଭୁଙ୍କର ଅଲଗା ଉଦ୍ଦେଶ୍ୟ ଥିଲେ। ଜଣେ ସାଧୁକୁ ପଚାରିଲେ, ତୁମେ କେବେ ପାପିକି ଦେଖିଛ? ସାଧୁ ଜଣ କହିଲେ, ନା, ମୋ ଜୀବନ କାଳ ଭିତରେ କେବେ ପାପିକି ଦେଖି ନାହିଁ। ଏ କଥା ଶୁଣିଲା ପରେ ଉଦ୍ଧବ ଚିନ୍ତା କରୁଛନ୍ତି, ମହାପ୍ରଭୁ ଏ କଥା କହିବାର ଏମାନଙ୍କୁ ପଚାରିବା ଉଦ୍ଦେଶ୍ୟ କ'ଣ? ନା ଉଦ୍ଦେଶ୍ୟ ଅଛି? ନା କ'ଣ ଉଦ୍ଦେଶ୍ୟ ଅଛି ମତେ ଟିକେ କୁହ। ଯେତେବେଳେ ଏ କଥା ପଚାରିଲେ, ସେ ଉଦ୍ଦେଶ୍ୟ କ'ଣ କଥା ପଚାରିଲେ, ଏ ସବୁ ଉଦ୍ଦେଶ୍ୟର କଥା କହିଲେ। କହିଲେ, ପୂର୍ବ କଥାକୁ ନେଇକି ପୁରାଣ ସୃଷ୍ଟି ହେଇଛି, ପବିତ୍ର କଥାକୁ ନେଇକି ପୁରାଣ ସୃଷ୍ଟି ହେଇଛି, ପର କଥାକୁ ନେଇ ଆଲୋଚନା ହେଇଛି, ନିଜ କଥା ପ୍ରଭୁ ନିଜେ କେବେ କେହି ଯାଇନାହାନ୍ତି। ଆରେ ବାପା, ତୁ କିଛି ଭୁଲ କରିଛୁ? ରହି ଅଟକି ଗଲା। ଉଦ୍ଧବ ରହିଗଲା। ଉଦ୍ଧବ କଥା ବାପା, ତୁ କିଛି ଭୁଲ କରିଛୁ? ଉଦ୍ଧବ ଆଉ କିଛି କହିଲେ ନାହିଁ। ଯଦିଓ ତୁ କିଛି ଭୁଲ କରିନାହୁଁ, ମତେ କାହିଁକି ଏ ପ୍ରଶ୍ନ ପଚାରିଲୁ? ଯାହା ପଚାରିବ ସୂର୍ଯ୍ୟ ଦେବତାକୁ। ସୂର୍ଯ୍ୟ ଦେବତାକୁ ପଚାରିଲେ ଯାଇକି ମହାପ୍ରଭୁ ତ ଏଇ କଥା କହୁଥିଲେ, ଆପଣ କେବେ ଅନ୍ଧାର ଦେଖିଛନ୍ତି? ସୂର୍ଯ୍ୟ ଦେବତା ମନେ କଲେ, ନା, ମୁଁ କେବେ ଅନ୍ଧାର ଦେଖି ନାହିଁ। ଚନ୍ଦ୍ରକୁ ପଚାରିଲେ, ତୁମେ କେବେ ସୂର୍ଯ୍ୟକୁ ଦେଖିଛ? ମନା କରିଦେଲେ, ମୁଁ କେବେ ସୂର୍ଯ୍ୟକୁ ଦେଖି ନାହିଁ। ପବନକୁ ପଚାରିଲେ, ତୁମେ କେବେ ଅନ୍ୟାୟ କାହାର କରିଛ? ନା, ମୁଁ କେବେ କାହାରି ଅନ୍ୟାୟ କରିନାହିଁ। ନା, କରୁଛି କିଏ ଅନ୍ୟାୟ? ବସୁଧାକୁ ପଚାରିଲେ, ତମେ କିଛି କାହାକୁ ଅନ୍ୟାୟ କରିଛ? ବସୁଧା କହିଲେ, ନା, ମୁଁ ଅନ୍ୟାୟ କାହାର କରି ନାହିଁ। ନା, କାହିଁକି? କହିଲେ, ଯିଏ ମୋ ପାଖରେ ଯିଏ ଯାହା କରିଛି, ଯାହା କରୁଛି, ମୁଁ ସବୁ ସହି ନେଉଛି, ମୁଁ କେବେ ଅନ୍ୟାୟକୁ ଦେଖି ନାହିଁ। ଶେଷ ମୁହୂର୍ତ୍ତରେ ଆସି ପୁଣି ସାଧୁଙ୍କୁ ପାଖରେ ସାଧୁ କହିଲେ, କାହିଁକି ତୁମେ ଏଥିରେ ଉତ୍ତର ଦିଅ। ତମେ କେବେ ପାପିକି ଦେଖିଛ? ମନା କରିଦେଲେ, ମୁଁ କେବେ ପାପକୁ ଦେଖି ନାହିଁ କି ପାପିକି ଦେଖି ନାହିଁ। ନା, ପାପି ଲୋକ ଯେତେବେଳେ ତମ ପାଖରେ ପହଞ୍ଚନ୍ତି, ନା, ମୋ ଆଖିକି କେତେ ପାପି ଲୋକ ଦେଖାଯାଆନ୍ତି ନାହିଁ। ମୋ ପାଖରେ ଯିଏ ଆସିକି ପହଞ୍ଚନ୍ତି, ସମସ୍ତଙ୍କ ପାଖରେ ସତ୍ୟତା ଅଛି। ସତ୍ୟତା ନଥିଲେ ସେ କାହିଁ ମୋ ପାଖରେ ପହଞ୍ଚିଥାନ୍ତା? ବୁଝିଗଲେ ଉଦ୍ଧବ। ତାହେଲେ ଯେ ପାପି, ସେ ପାପି ପାଖରେ ପହଞ୍ଚେ। ଯେ ତପି, ସେ ତପି ପାଖରେ ପହଞ୍ଚେ। ଯେ ଜ୍ଞାନୀ, ସେ ଜ୍ଞାନୀ ପାଖରେ ପହଞ୍ଚେ। ଯେ ଅଜ୍ଞାନୀ, ସେ ଅଜ୍ଞାନୀ ପାଖରେ ପହଞ୍ଚେ। ଏଥିରେ ଉତ୍ତର ଦେଇଦେଲେ, ଏଥିରେ ମହାପ୍ରଭୁ ଉତ୍ତର ଦେଇଦେଲେ। ଉଦ୍ଧବ ଚିନ୍ତା କରୁଛନ୍ତି, ଆଉ କ'ଣ ମୋ ମନ ଭିତରେ ପ୍ରଶ୍ନ ଅଛି ପଚାରିବି। ନା, ମହାପ୍ରଭୁ ଶୁଣିଛି, ପୁରାଣର ଅନ୍ୟାନ୍ୟ ସବୁ ଅନେକ କଥା ମୁଁ ଶୁଣିଛି। ନା, କ'ଣ ଶୁଣିଛ କୁହ? ନା, ପବନ ସୁତ ହନୁମାନ। ପବନ ସୁତ ହନୁମାନ ହେଲେ ବ୍ରହ୍ମଚାରୀ। ବ୍ରହ୍ମଚାରୀଙ୍କର ପୁଣି ପୁତ୍ର ଆସିଲା କୋଉଠୁ? ଜଣେ ବ୍ରହ୍ମଚାରୀ ତ ବାହାରେ ବ୍ରହ୍ମଚାରୀ, ତାଙ୍କର ପୁଣି ପୁତ୍ର ଆସିଲା କୋଉଠୁ? ମହାପ୍ରଭୁ କହିଲେ, ହଁ, ଯେତିକି ଭାଗବତ, ଯେତିକି ଯାହା ରଚନା ହେଇଛି, ଏ ମଣିଷ ମୁଣ୍ଡରେ ସବୁ ଦିଆହେଇଛି ଜ୍ଞାନ। ସେ ତା ଜ୍ଞାନ ନା କ'ଣ ଜ୍ଞାନରେ? ନା, କୋଉଠି କିଏ ମଳିରୁ ଜାତ ହେଲାଣି, କିଏ ଧୂଳିରୁ ଜାତ ହେଲାଣି, କିଏ ବିଭିନ୍ନ ପ୍ରକାର ଜାତ ହେଇଛନ୍ତି। ଏସବୁକୁ ନେଇକି, ନା, ପୂର୍ବ କଥାକୁ ନେଇକି ଉଦାହରଣ ଦିଆଯାଇଛି। ଏସବୁ କଥାକୁ ମଣିଷ ଏ କଥାକୁ ଚିନ୍ତା କରି ନିଜକୁ ନିଜେ ପରିବର୍ତ୍ତନ ହେବା ଦରକାର। ଏସବୁ ଉଦାହରଣ ଦିଆଯାଇଛି। ଅନେକ ପୁରାଣ ଏସବୁ ଉଦାହରଣ ଦିଆଯାଇଛି। ନା, ଭାବରେ ଲେଖାଯାଇଛି ଭାଗବତ, ଯେ ଭାବି ନେବ କଥା। ଏ ସୃଷ୍ଟିକି ଆଣିଥିବା ଲୋକ ପ୍ରଥମ ଦେବତା ହେଉଛନ୍ତି କିଏ? ନା, ପ୍ରଥମ ଦେବତା ହେଉଛନ୍ତି ବାପ ମା। ବାପ ମା ମନ୍ଦିର କେହି ତିଆରି କଲେଣି? ବାପ ମାଙ୍କ ମନ୍ଦିର କେହି ଜଣେ ତିଆରି କଲେଣି? ବାପ ମାଙ୍କ ଫଟୋ ତ ଘର ଭିତରେ ରହୁନାହିଁ। ମୂର୍ତ୍ତ ହେଲା ପରେ ସେ ତ ପେଟ ସଜି ଦେଲେ ତାଙ୍କୁ। ତାଙ୍କ ଫଟୋ କ'ଣ ରଖି ପୂଜା କରିନାହାନ୍ତି? ପ୍ରତିମୂର୍ତ୍ତି ରଖି କ'ଣ ପୂଜା କରିବେ? ନା, ଯୋଉ ଯାହାକୁ ଦେଖିନାହାନ୍ତି ତାଙ୍କ ପ୍ରତିମୂର୍ତ୍ତି ରଖି ଆମେ ପୂଜା କରୁଛନ୍ତି। ଯେ ଏ ସୃଷ୍ଟିଟା ଆମକୁ ଆଣିଛି, ତାକୁ କେବେ ରଖିକି ପୂଜା କରିନାହାନ୍ତି କି ତାକୁ କେବେ
ଯେ ଖାଇବା ଯେଉଁ ଠାକୁର ଭୋଗ ଖାଆନ୍ତି ତାଙ୍କୁ ଠାକୁରକୁ ସେ ଭୋଗ ଦିଅନ୍ତି ନାହିଁ। ଯେଉଁ ଠାକୁର ଭୋଗ ନ ଖାଆନ୍ତି ତାଙ୍କୁ ଭୋଗ ଦିଆଯାଏ। ଯେଉଁ ଠାକୁର ଭୋଗ ଖାଆନ୍ତି ତାକୁ ଭୋଗ ଦିଆଯାଏ ନାହିଁ। ନା ସେ ଠାକୁର କିଏ? ନା ଯେଉଁ ଠାକୁର ଭୋଗ ଖାଆନ୍ତି ସେ ଠାକୁର କିଏ? ଆତ୍ମା, କୌଶଳ, ସର୍ବସିଦ୍ଧି, ଅନେକ ପ୍ରକାର ବିଭିନ୍ନ ଉଦାହରଣ ଅଛି। ମାନବ ସେବା ହିଁ କ'ଣ? ମାନବ ସେବା ହିଁ ମାଧବ ସେବା। ମାନବ ସେବା କ'ଣ କରୁନାହାନ୍ତି? ଆମେ କ'ଣ ସେବା କଲେ? ମାଧବ ସେବା କଲେ। ଯେମିତି କାହାର ଗୋଟିଏ ଦେବତା ଅଛି, କାହାର 10ଟା ଦେବତା ସେ ପୂଜା କରୁଛି। ଗୋଟିଏ ଜାଗାରେ ଗୋଟିଏ ଫଟୋ ଥିବ ଯେ ତା ଘରେ 100ଟା ଫଟୋ ରଖିବେ, କେତେ ଦେବାଦେବୀକୁ ସେ ରଖିଦେଇଥିବ। ମନର ତ ସ୍ଥିରତା ନାହିଁ। ଯେତେବେଳେ ମଣିଷ ମନରେ ସ୍ଥିରତା ନଥାଏ ସେ କ'ଣ କରେ? ନା ଏ ଦେବତାକୁ ବୁଝିବି, ନା ସେ ଦେବତାକୁ ବୁଝିବି, ନା ସେ ଦେବତାକୁ ବୁଝିବି। 12 ପାଣି ଯିଏ ଚାଖେ ସେ କୋଉଥିରେ ଉପନୀତ ହୁଏ? ଅନେକ ପ୍ରକାର ଭାଗବତ ରଚନା କରିଛନ୍ତି। ଭାଗବତର ଅନେକ ପ୍ରକାର କହିଛନ୍ତି ଉଦାହରଣ। ଆଉ ଉଦାହରଣ କାରଣ ଦର୍ଶା ହେଇଛି ଭାଗବତରେ, ଆଉ କୋଉଥିରେ ନୁହଁ। ଭବିଷ୍ୟତ କଥାକୁ ଲେଖାଯାଇଛି ଭାଗବତରେ। ଅନେକ ପ୍ରକାର ଉଦାହରଣ ଦେଇଛି। ଅନେକ ପ୍ରକାର ମହାପ୍ରଭୁଙ୍କର ଯିଏ 12 ପାଣି ଚାଖିଲାଣି ସେ ଗୋଟିଏ ପାଣିରେ ସନ୍ତୁଷ୍ଟ ହବ ନାହିଁ। ତେଣୁ ଭାଗବତରେ ମହା ଋଷିମାନେ କହିଛନ୍ତି ଅନେକ ପ୍ରକାର କଥା। ଭାଗବତକୁ ପରମ ଶାସ୍ତ୍ର ବୋଲି ଭାଗବତକୁ ଲେଖିଛନ୍ତି। ସେ ଭାଗବତରେ ଅନେକ ପ୍ରକାର କଥା ଲେଖା ଅଛି। କ'ଣ ଲେଖା ଅଛି? ନା କିଏ କ'ଣ କର୍ମ କରେ, କର୍ମର ଫଳ ସମସ୍ତ କର୍ମ କରିବା ଦରକାର। ଭାଗ୍ୟ କ'ଣ ଡାଳିଲେ କିଛି ହବନି। ଭାଗ୍ୟରେ କିଛି ନଥାଏ। ଯେମିତି କର୍ମ କରିବା ସେମିତି ଫଳ ପାଇବା। ଆମେ ତ ନିଜକୁ ନିଜେ ଜାଣିନାହାନ୍ତି କୋଉଠୁ କାହା ପାଖରେ ଜନ୍ମ ହେଇଥିଲେ, କୋଉଠି କାହା ପାଖକୁ ଯାଉଛନ୍ତି। ଆମ ମନ ଭିତରେ ଯେଉଁ ଦ୍ୱନ୍ଦ୍ୱ ବସେ ସେ ଦ୍ୱନ୍ଦ୍ୱକୁ ତ ବାହାର କରିପାରୁନାହାନ୍ତି। ହଜାର ଦେବତା ପୂଜା କରୁଛନ୍ତି, ହଜାର ବିଭିନ୍ନ ପ୍ରକାର ସବୁ ଧର୍ମ ଗ୍ରହଣ କରୁଛନ୍ତି। ଗୋଟିଏ ଧର୍ମରେ ମନ ନାହିଁ। ଗୋଟିଏ ଧର୍ମରେ କାହା ପାଖରେ ମନ ଅଛି ସେ କଥା କହିଲେ ଅଶୁଦ୍ଧ ହେଇଯାଇପାରେ। ଦେଖ, ଚିନ୍ତା କରିଦେବ କାହା ପାଖରେ କିଏ ଗୋଟିଏ ଦେବତା ପୂଜା କରନ୍ତି? ଏଇ ସୃଷ୍ଟିର କିଏ ଗୋଟିଏ ଦେବତା ପୂଜା କରନ୍ତି? ନା ଏ ମନ ବୁଝେ ନାହିଁ ବୋଲି କିଏ 12 ଦେବତା ପୂଜା କିଛି ଗୋଟିଏ ଦେବତା କିଏ ପୂଜା କରେ? ଅନେକ ପ୍ରକାର ଉଦାହରଣ ଦେଇଛନ୍ତି ମହାପ୍ରଭୁ। ଉଦାହରଣ ଖୋଜିଲେ କାରଣ ମିଳିଯିବ। ସେଇ ଉଦାହରଣ ପାଇଁ ପୁରାଣ ସୃଷ୍ଟି ହେଇଛି। ଅନେକ ପ୍ରକାର ପୁରାଣ ସୃଷ୍ଟି ହେଇଛି। କିଏ କୋଉ ପୁରାଣ କେତେ ପ୍ରକାର ଲେଖିଛନ୍ତି, କେତେ ପ୍ରକାର ଜଣେଇଛନ୍ତି। ଏ ପୁରାଣରୁ ଉଦାହରଣ ବନେଇବା ପାଇଁ ଭଗବତ ରଚନା ହେଇଛନ୍ତି। ଭାଗବତ କଥା ଭାଗବତ ଭାବିଲେ ସବୁ କଥା ମିଳିଯିବ। ଭାବକୁ ନିକଟ, ଅଭାବକୁ ଦୂର। ଭାବକୁ ନିକଟ, ଅଭାବକୁ ଦୂର। ଏ କଥା କାହିଁକି କୁହାଯାଇଛି? ଅନେକ ପ୍ରକାର ଉଦାହରଣ ଦିଆଯାଇଛି ଭାଗବତରେ। ଉଦାହରଣର ମୂଳ କାରଣ ମଞ୍ଜିକି ଖୋଜିବା ପାଇଁ ଏ ମଣିଷ ଯେ ପର୍ଯ୍ୟନ୍ତ ମୂଳ ମଞ୍ଜିଟିକି ନ ପାଇଥିବ ସେ ପର୍ଯ୍ୟନ୍ତ ଅନ୍ଧକାର ଭିତରେ ବୁଲୁଥିବ। ସେ ନିଜକୁ ଯେତେବେଳେ ନିଜେ ଜାଣିପାରିବ ସେତେବେଳେ କୋଉଟା ଠିକ କୋଉଟା ଭୁଲ, ସେତେବେଳେ ସେ ଯାଇକି କାରଣ ଖୋଜି ପାଇବ। ସେ ପୂର୍ବରୁ